ନମସ୍କାର ବନ୍ଧୁଗଣ, ଆପଣଙ୍କୁ ସ୍ୱାଗତ ଆମର ଏହି ବିଶେଷ ଭିଡ଼ିଓକୁ। ବନ୍ଧୁଗଣ, ଆଜି ଆମେ କଥା ହେବା ଶନିଦେବଙ୍କର ସବୁଠାରୁ ପ୍ରିୟ ରାଶି କୁମ୍ଭ ରାଶି ବିଷୟରେ। ଆପଣମାନେ ଜାଣନ୍ତି ବର୍ତ୍ତମାନ କୁମ୍ଭ ରାଶି ଉପରେ ଶନିଙ୍କର 7.5ର ଦ୍ୱିତୀୟ ଚରଣ ବା ଶେଷ ପର୍ଯ୍ୟାୟ ଚାଲିଛି। ଏହାର ବହୁତ ଦ୍ୱନ୍ଦ୍ୱ, ସଂଘର୍ଷ ଏବଂ ପରିଶ୍ରମ ଲାଗି ରହିଛି। କିନ୍ତୁ ଶାସ୍ତ୍ର କହେ ଯେତେବେଳେ ଶିବ ଖୁସି ହୁଅନ୍ତି ଶନି ଆପେ ଆପେ ଶାନ୍ତ ହୋଇଯାଆନ୍ତି। ମହାଶିବରାତ୍ରି ପରେ କୁମ୍ଭ ରାଶିର ଦ୍ୱିତୀୟ ଭାବ ଏବଂ ଲଗ୍ନ ଭାବରେ ଗ୍ରହମାନଙ୍କର ଏମିତି ପରିବର୍ତ୍ତନ ହେବ ଯାହା ଆପଣଙ୍କୁ ରଙ୍କରୁ ରାଜା କରିପାରେ। ତେବେ ଚାଲନ୍ତୁ ବିଳମ୍ବ ନ କରିକି ଜାଣିବା ଆପଣଙ୍କ ଭାଗ୍ୟର ରହସ୍ୟ କ'ଣ କହୁଛି। ସର୍ବପ୍ରଥମେ ଆପଣଙ୍କର କ୍ୟାରିୟର କଥା ବିଷୟରେ ଦେଖିବା। ଦେଖନ୍ତୁ କୁମ୍ଭ ରାଶିର ବ୍ୟକ୍ତିମାନେ ବହୁତ ବୁଦ୍ଧିମାନ ଓ ଗମ୍ଭୀର ହୋଇଥାନ୍ତି। ମହାଶିବରାତ୍ରି ପରେ ଶନିଦେବ ଆପଣଙ୍କୁ ଆପଣଙ୍କର ପରିଶ୍ରମର ଫଳ ଶୁଦ୍ଧ ମୂଳ ସହ ଫେରାଇ ଦେବେ। ଚାକିରି ବିଷୟରେ ଯଦି ଦେଖିବା ତ ଦେଖନ୍ତୁ କି ଯଦି ଆପଣ ଅଫିସରେ ଆପଣଙ୍କୁ କିଏ ଅଣଦେଖା କରୁଥିଲେ ଏବେ ସମୟ ବଦଳିଯିବ, ଆପଣଙ୍କ କାମର ପ୍ରଶଂସା କରାଯିବ। ଦେଖନ୍ତୁ କି ଯେଉଁମାନେ ଟେକ୍ନୋଲୋଜି ରିସର୍ଚ୍ଚ କିମ୍ବା ଲୁହା ମେସିନାରୀ ବ୍ୟବସାୟରେ ଅଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ହେବାକୁ ଯାଉଛି। କିନ୍ତୁ ମନେ ରଖନ୍ତୁ ଶନିଦେବକୁ ଆଳସ୍ୟ ବା ଅଳସୁଆ ପସନ୍ଦ କରନ୍ତି ନାହିଁ, ତାହାକୁ ସେମାନେ ଘୃଣା କରନ୍ତି। ତେଣୁ କରିକି ଆପଣ ମହାଶିବରାତ୍ରି ପରେ କାମକୁ ପଛକୁ ପକାନ୍ତୁ ନାହିଁ ବା ତାକୁ ବିଳମ୍ବ କରନ୍ତୁ ନାହିଁ, ନଚେତ୍ ହାତକୁ ଆସିଥିବା ସୁଯୋଗ ମଧ୍ୟ ଚାଲିଯିବାର ସମ୍ଭାବନା ରହିଛି। ଏବେ ଦେଖିବା ଆପଣଙ୍କର ଆର୍ଥିକ ସ୍ଥିତି ଏବଂ ଫାଇନାନ୍ସ ବିଷୟରେ। ଦେଖନ୍ତୁ କି ଆର୍ଥିକ ସ୍ଥିତି ଏବଂ ଫାଇନାନ୍ସ ବିଷୟରେ ଏକ ବଡ଼ ଖୁସି ଖବର ଆପଣଙ୍କୁ ଦେଖିବାକୁ ମିଳିବ। ଗ୍ରହ ଗୋଚରରେ ଶନିଦେବ ବର୍ତ୍ତମାନ ଆପଣଙ୍କର ଧନ ଭାବ ବା ଦ୍ୱିତୀୟ ଭାବରେ ବିରାଜମାନ କରିବେ। ଏହାକୁ ଜ୍ୟୋତିଷ ଶାସ୍ତ୍ରରେ ଧନ ଯୋଗ କୁହାଯାଏ। ଆପଣଙ୍କର ବ୍ୟାଙ୍କ ବାଲାନ୍ସ ବଢିବ। ପୈତୃକ ସମ୍ପତ୍ତିକୁ ନେଇକି ଯଦି କିଛି ବିବାଦ ଥିଲା ତାହା ଆପଣଙ୍କ ସପକ୍ଷରେ ଯାଇପାରେ। କିନ୍ତୁ ଗୋଟେ ସତର୍କ ଘଣ୍ଟି କଥା ଏହା ଯେ କି ମିଥ୍ୟା କଥା କହି ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରନ୍ତୁ ନାହିଁ, ନହେଲେ ଶନିଦେବ ଆପଣଙ୍କୁ ଦଣ୍ଡରେ ଦଣ୍ଡିତ କରିବେ। ଏବେ ଦେଖିବା ଆପଣଙ୍କର ସମ୍ପର୍କ ଏବଂ ପ୍ରେମ ସମ୍ପର୍କ ବିଷୟରେ। ଦେଖନ୍ତୁ କି ସମ୍ପର୍କ କଥା କହିଲେ କୁମ୍ଭ ରାଶିର ଲୋକମାନେ ଟିକେ ଲାଜ କୁଳେ ସହର ହୋଇଥାନ୍ତି। ମହାଶିବରାତ୍ରି ପରେ ଆପଣଙ୍କର ସପ୍ତମ ଭାବ ଉପରେ ରବି ଏବଂ ବୁଧଙ୍କର ଅଫର ହେବାକୁ ଯାଉଛି। ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ, କିନ୍ତୁ ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କର ସ୍ୱାର୍ଥକୁ ନେଇକି ଚିନ୍ତା ବଢିପାରେ। ତେଣୁ କରିକି ତାଙ୍କର ଯତ୍ନ ନିଅନ୍ତୁ ଏବଂ ତାଙ୍କୁ ସବୁବେଳେ ଭଲ ଭଲ ଖାଇବାକୁ ଟିକେ ପରାମର୍ଶ କରନ୍ତୁ, ଯାହା ପାଇଁ ବହୁତ ଭଲ ରହିବ। ପ୍ରେମୀ ଜୀବନ ପାଇଁ ସମୟ ଭଲ ରହିବାକୁ ଯାଉଛି, କିନ୍ତୁ ନିଜର ଇଗୋ ତ୍ୟାଗ କରିବାକୁ ପଡିବ। ଏବେ ଦେଖିବା ବନ୍ଧୁଗଣ ଆପଣଙ୍କର ସ୍ୱାସ୍ଥ୍ୟ ଦୃଷ୍ଟିରୁ କୁମ୍ଭ ରାଶିର ଅଧିପତି ଶନି ହୋଇଥିବାରୁ ଆପଣଙ୍କୁ ଗୋଡ଼ ଏବଂ ଆଣ୍ଠୁ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ। ମହାଶିବରାତ୍ରି ପରେ ବାତଜନିତ ପୀଡ଼ା କିମ୍ବା ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେଇପାରେ। ଥଣ୍ଡା ଜିନିଷ ଖାଇବାଠାରୁ ଆପଣ ଦୂରେଇ ରୁହନ୍ତୁ। ପ୍ରତିଦିନ ସକାଳେ 10 ମିନିଟ୍ ପ୍ରାଣାୟାମ କରନ୍ତୁ, ଯାହା ପାଇଁ ବହୁତ ଭଲ ରହିବ। ଶେଷରେ 7.5ର ପ୍ରଭାବ କମିବା ପାଇଁ କ'ଣ କରିବେ ତା ଆପଣଙ୍କୁ କହିଦେଉଛି। ଦେଖନ୍ତୁ କୁମ୍ଭ ରାଶିର ବ୍ୟକ୍ତିମାନେ ମହାଶିବରାତ୍ରି ଦିନ ମହାଦେବଙ୍କୁ ଶମୀ ପତ୍ର ଏବଂ ନୀଳ ଅପରାଜିତା ଫୁଲ ଅର୍ପଣ କରନ୍ତୁ। ଶିବଲିଙ୍ଗ ଉପରେ ଜଳ ଚଢ଼ାଇବା ସମୟରେ ମନେ ରଖନ୍ତୁ କି ଆପଣ ନନାଙ୍କୁ ପଚାରିକି ମନ୍ତ୍ର ଜପ କରିକି ଫୁଲ ଚଢ଼ାନ୍ତୁ, ଯାହା ପାଇଁ ବହୁତ ଭଲ ରହିବ। ଆପଣ ପାଇଁ ଶୁଭ ରଙ୍ଗ ରହୁଛି ଆପଣଙ୍କର ନୀଳ ଏବଂ କଳା ରଙ୍ଗ ଏବଂ ଶୁଭବାର ହେଉଛି ଆପଣଙ୍କର ଶନିବାର। ଏବଂ ବନ୍ଧୁଗଣ, ମହାଦେବ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ କରନ୍ତୁ ଏହା ଆଶା କରାଯାଉଛି। ତେଣୁ କରିକି ଆପଣ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟ କରି ଜଣାନ୍ତୁ। ରହୁଛି ବନ୍ଧୁଗଣ, ନମସ୍କାର।